ଥିବ, କାନ ଥିବ କିନ୍ତୁ ଶୁଭା ଯାଉନଥିବ, ଆଖି ଥିବ ହେଲେ ଦେଖା ଯାଉନଥିବ, ପାଟି ଥିବ କିନ୍ତୁ ଜଡା କଲା ଲୁଲା ଭଳିଆ ସେମାନେ ଥିବେ। ତ ଚାଲନ୍ତୁ ଏଠି ଆମକୁ ଆଉ ଗୋଟେ ବିଷୟ, ଯେତେବେଳେ 40 ଦିନ ଯୀଶୁଖ୍ରୀଷ୍ଟ ଉପବାସ କରୁଥିଲେ, ଅନେକ ବିଷୟ ଅଛି କହିବା ପାଇଁ, ଭିଡିଓ ଲମ୍ବା ହେଇଯାଉଛି, ମୁଁ ଅଳ୍ପ ସମୟରେ ଶେଷ କରିଦେବି। ପୁଣି ପାର୍ଟ 2 ପାର୍ଟ 3 କରି ଆମେ ଅନ୍ୟ ଆର ଭିଡିଓରେ ଏ ସମସ୍ତ ବିଷୟରେ ଦେଖିବା। ତ ଚାଲନ୍ତୁ ସେତେବେଳେ ଉପବାସ ସମୟରେ ମଧ୍ୟ ମାଥ୍ୟୁ 4 3 6 10 ଯଦି ଆପଣ ମାନେ ଦେଖିବେ, ମାଥ୍ୟୁ 4 3 6 10 ଯଦି ଦେଖିବେ, ଶୟତାନ ମଧ୍ୟ ସେଠି କଣ କହୁଛି, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର ତବେ ଏଇ ପଥର ମାନଙ୍କୁ ରୋଟି କରିଦିଅ। ମୁଁ କହିବାର ଅର୍ଥ ପଥର ରୋଟି ହେଲା କି ରୋଟି ପଥର ହେଲା, ଯୀଶୁ ଖାଇଲେ କି ନ ଖାଇଲେ ସେ କଥା ନୁହେଁ। ଶୟତାନ କହୁଛି ତୁମେ ଯୀଶୁଙ୍କର ପୁତ୍ର, ତୁମେ ମରିୟମର ପୁତ୍ର ବୋଲି ସେ କହୁନାହିଁ। ସେ କଣ କହୁଛି, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ମାନେ ଦେଖନ୍ତୁ ଶୟତାନ ଜାଣିଛି ଇଏ କାହାର ପୁତ୍ର, ଶୟତାନ ଜାଣିଛି ଇଏ କିଏ, କିନ୍ତୁ ଇଏ କୁଳାଙ୍ଗାର ଗଞ୍ଜେଇ ଟାଣୁ ଜାଣିନି ଏପର୍ଯ୍ୟନ୍ତ ଯେ ଯୀଶୁ କିଏ। ଶୟତାନ ଜାଣୁଛି ଯୀଶୁ କିଏ, ଗଞ୍ଜେଇ ଟାଳୁ ତା ଠାରୁ ମଧ୍ୟ ହୀନ ବୋଧ ହେଇଥିବ ଯେ ଇଏ ଯୀଶୁ କିଏ ଜାଣିପାରେନି। ସେଠି ସେ ପୁଣି 6 କହୁଛନ୍ତି, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର ତ ଏ ଉପରୁ ଡେଇଁ ପଡ, ଏ ଉପରୁ ଡେଇଁ ପଡିଲେ ତୁମର ପିତା ତୁମକୁ ଧରି ରଖିବେ। ସେଠି ତାର ଜବାବ ଯୀଶୁ ଭଲରେ ଦେଇଛନ୍ତି। ତାର 10 ମଧ୍ୟ ସେ କହିଛନ୍ତି ଯେ ତୁମେ କେବଳ ଆପଣା ପିତା ପରମେଶ୍ୱର ଛଡା ଆଉ କାହାକୁ ଆରାଧନା ଉପାସନା ପୂଜା ଅର୍ଚ୍ଚନା କରିବ ନାହିଁ। ସେ ଲେଖିଛନ୍ତି ଧନ ସମ୍ପତ୍ତି, ଏସବୁ ଧନ ସମ୍ପତ୍ତି ହେଇଗଲେ ଆମେ ଭାବୁଛୁ ଯଦି ମୁଁ ଗୋଟେ ପଥରକୁ ଆଜି ମୁଣ୍ଡିଆ ମାରି ଗୋଟେ କାମକୁ ଯିବି, ସେଠି ଯଦି ମତେ କାମଟା ମିଳିଯିବ, କିମ୍ବା ଗୋଟେ ଜବଟା ଲାଗିଯିବ, କିମ୍ବା ଗୋଟେ ଲଟେରୀ ଲାଗିଯିବ, କିମ୍ବା ଗୋଟେ ସୁନା ଆଉ ଗୁଳାଟେ ମିଳିଯିବ, ତ ମୁଁ ଭାବିବି ଏ ପଥର ଦ୍ଵାରା ମତେ ଏଠି ହେଇଗଲା, ମୁଁ ପଥରକୁ ମୁଣ୍ଡରେ ବସେଇକି ବୁଲିବି, ଭାବି ଏ ପଥରଟା ହିଁ ମତେ ରକ୍ଷା କଲା, ମତେ ପୁଳା ଟଙ୍କା ଦେଇଦେଲା। ସେମିତି କିଛି ବି ନୁହେଁ। ଏଠି ଲେଖା ହେଇଛି ଯେ ତୁମେ ସେଇଠି ଶୟତାନ କହୁଛି ଜଗତର ସମସ୍ତ ଧନ ସମ୍ପତ୍ତି ମୋ ହାତରେ ଅଛି, ତମେ ଯେବେ ମତେ ଭୂମିଷ୍ଠ ପ୍ରଣାମ କରିବ ସମସ୍ତ ମୁଁ ତମକୁ ଦେବି। ସେଇଠି କହୁଛନ୍ତି କେବଳ ଈଶ୍ୱରଙ୍କ ଛଡା ଆଉ କାହାକୁ ନମସ୍କାର କିମ୍ବା ମୁଣ୍ଡିଆ ମାରିବା କିମ୍ବା ପ୍ରଭୁ ବୋଲି ସ୍ୱୀକାର କରିବା ଅନୁଚିତ ବୋଲି କହୁଛନ୍ତି। ତ ଏଇ ଯୋଉ କୁଳାଙ୍ଗର କଥା, କ୍ରୁଶରେ ଯୀଶୁ କାହିଁକି ହତ ହେଲେ, ତୋ ପାଇଁ ମୋ ପାଇଁ ସାରା ଜଗତ ପାଇଁ, ତୋରି ପାଇଁ ମଧ୍ୟ ଯୀଶୁଖ୍ରୀଷ୍ଟ ମରିଛନ୍ତି ରେ ଭାଇ, ମୋରି ପାଇଁ ମଧ୍ୟ ମରିଛନ୍ତି। ସାରା ଜଗତର ମାନବ ଜାତି ପାଇଁ ଯୀଶୁଖ୍ରୀଷ୍ଟ ଜଗତରେ ମଲେ, ଜଗତରେ ଯୀଶୁଖ୍ରୀଷ୍ଟ କ୍ରୁଶାର୍ପିତ ହେଲେ। ସେ ଈଶ୍ୱର ହେଲେ ମନୁଷ୍ୟ ରୂପରେ ଜଗତରେ ଆସି ବାସ କଲେ, ଆମ ସଙ୍ଗରେ ବାସ କଲେ। ତୁ ତ ନିଜକୁ କହୁଛୁ ମୁଁ ବାଇବଲ ପଢି ସରେଇ ଦେଇଛି ବୋଲି ଭାବୁଛୁ, କହୁଛୁ, ଗୋଟେ ଭିଡିଓ ମୁଁ ଦେଖୁଥିଲି ମୁଁ ବାଇବଲ ସରେଇ ଦେଇଛି ବୋଲି। ବହୁତ ଭଲ ବିଷୟ। ମୁଁ କିନ୍ତୁ ବାଇବଲ ଆଜି ପର୍ଯ୍ୟନ୍ତ ସରେଇ ନାହିଁ। ମୁଁ କମ ଜାଣିଛି, କିନ୍ତୁ ମୁଁ ଗୋଟିଏ ବିଷୟ ମୁଁ ଜାଣିଛି, ମତେ ମଧ୍ୟ ବୁଦ୍ଧି ଅଛି। ମୁଁ ମଧ୍ୟ ଭଲ ଆଉ ମନ୍ଦକୁ ଚିହ୍ନିବାର ଜ୍ଞାନ ମତେ ପ୍ରଭୁ ଦେଇଛନ୍ତି। ମୁଁ ମଧ୍ୟ ଅନେକ ପ୍ରକାର ବିଷୟକୁ ମୁଁ ଚେଷ୍ଟା କଲି ଯେ ସୁନା ପରି କଲର ଦେଖାଯାଉଥିବା ଷ୍ଟେସନାରୀ ସାମାନ ମାନଙ୍କୁ ମୁଁ ସୁନା ବୋଲି ଭାବିଦେବିନି, କି କାଚ ଭଳି ଚକମକ ଦେଖାଯାଉଥିବା ଜିନିଷକୁ ମୁଁ ହୀରା ବୋଲି ଭାବିଦେବିନି। ମୁଁ ଅନେକ ପ୍ରକାର ମୁଁ ମଧ୍ୟ ଟ୍ରାଏ କରିଛି ମୋ ଜୀବନରେ। ଆଉ ମୁଁ ଭାବିଥିଲି, ପରେ ମୁଁ ଜାଣିପାରିଲି ଯେ ଯୀଶୁଖ୍ରୀଷ୍ଟଙ୍କ ଛଡା ପ୍ରଭୁ ହେବା ପାଇଁ, ଈଶ୍ୱର ହେବା ପାଇଁ, ପୂଜା ଆରାଧନା ମହିମା ପ୍ରଶଂସା ପାଇବା ପାଇଁ ଆଉ କେହି ଯୋଗ୍ୟ ନୁହନ୍ତି। ସ୍ୱୟଂ ଈଶ୍ୱର ମଧ୍ୟ, ପରମେଶ୍ୱର ମଧ୍ୟ ଆଉ ସେ ପୂଜା ଆରାଧନା ପାଇପାରିବେ ନା। କାହିଁକି? କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଆମ ପାଇଁ ଜୀବନ ଦେଇଛନ୍ତି। ସେ ତାଙ୍କର ରକ୍ତ ମାଂସ ଜୀବନ ପ୍ରାଣ ଦେଇ ମତେ ପୁଣି ଏଇ ଗଞ୍ଜେଇ ଟାଣୁ ଅଶୋକକୁ ମଧ୍ୟ ସେ କିଣିଛନ୍ତି। ତ କେବଳ ଆମେ ମହିମା ପ୍ରଶଂସା ଯୀଶୁଖ୍ରୀଷ୍ଟ କରିବା ଦରକାର। ତ ଏଇ ଯୋଉ କ୍ରୁଶରେ କାହିଁକି ମଲେ, ସତ କଥା ଭାଇ, ଯେତେବେଳେ ତାକୁ ରାଜା ପଚାରୁଛନ୍ତି ଯେ ତୁମେ କୋଉ ଭୁଲ କଲ ଯେ ଏମାନେ ତୁମକୁ ଦଣ୍ଡିତ କରୁଛନ୍ତି, ନିନ୍ଦା କରୁଛନ୍ତି, ସେଠି ରାଜା ନିଜେ କହୁଛନ୍ତି ଯେ ଇଏ କୌଣସି ପ୍ରାଣ ଦଣ୍ଡ ପାଇଲା ପରି ଦୋଷ ଆ ପାଖରେ ଦେଖାଯାଉନି। ଫାଶୀ ଦେବା
ଆଉ ବିନାଶ କରିବା ମୃତ୍ୟୁ ଦଣ୍ଡ ଦେବା ପାଇଁ ଗୋଟେ ତା ପାଇଁ ଗୋଟେ ସେତିକି ବଡ଼ ଭୁଲ କରିବା ଦରକାର। କାହାର 50 ଟଙ୍କା 10 ଟଙ୍କା ଚୋରେଇ ଦେଲେ କିଏ କାହାକୁ ଫାଶୀ ଦିଅନ୍ତି ନାହିଁ। ତ ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ ପ୍ରାଣ ଦଣ୍ଡ ଦେବା ପାଇଁ ନିଆଗଲା ସେଇ ସମୟରେ ରାଜା ନିଜେ କହୁଛନ୍ତି ଯେ ପ୍ରାଣ ଦଣ୍ଡ ପାଇବା ପରି ଯୋଗ୍ୟ ସେମିତି ଭୁଲ ତ ଏଇ କିଛି କରିନାହିଁ। ତାର ଭୁଲ କଣ? ସେଇଠି ତାର ବିଦ୍ରୋହୀ ମାନେ ନିଜେ କହୁଛନ୍ତି କଣ ବୋଲି, ସେ ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି କହୁଛି ଆଉ ନିଜକୁ ଈଶ୍ୱରଙ୍କ ତୁଲ୍ୟ ବୋଲି ସେ କହୁଛି। ଆରେ ଏଇଟା ତ ସେ ଠିକ କଥା କହିଛି। ମୋ ବାପାଙ୍କ ନାଁ ସଲୋମନ ମାଳି, ତ ମୁଁ କହିବି ସଲୋମନ ମାଳି ମୋ ବାପା କହିଲେ କଣ ଭୁଲ ହେଇଯିବ କି? ମୋ ବାପାଙ୍କ ନାଁ ଯଦି ସଲୋମନ, ତ ମତେ ଯଦି ପଚାରିବେ ତ ବାପା କିଏ, ତୁ କାହାର ଔରସରୁ ଜାତ, ତୁ କାହାର ପୁତ୍ର କହିଲେ ମୁଁ କଣ କହିବି? ମୋ ବାପା ଅମୁକ, ମୋ ବାପା ସଲୋମନ ମାଳି। ତ ଏଇଟା କହିବା କଣ ମୋର ଭୁଲ ହେବ କି? ଯୀଶୁ ସେଇ କଥା କହିଲେ। ଆରେ ତାର ଜନ୍ମ ହେବା ପୂର୍ବରୁ ତାକୁ ସେ କୁଆଡୁ ଆସିଛନ୍ତି ସବୁ ଲେଖା ହେଇଛି। ଆଉ ତୁ ତାର 30 ବର୍ଷ ସମୟରେ 33 ବର୍ଷ ସମୟରେ ତାକୁ ପ୍ରଶ୍ନ କରିବୁ ଆଉ ତୁ କାହିଁକି ଈଶ୍ୱରଙ୍କ ପୁତ୍ର ବୋଲି? ଯୀଶୁ ଖ୍ରୀଷ୍ଟ କହିଲେ ଯଦି ମୋ କଥା ଦ୍ୱାରା ବିଶ୍ୱାସ କରୁନ, ମୋ କାମକୁ ଦେଖି ବିଶ୍ୱାସ କର। 3 ଦିନରେ ମରି ଯାଇଥିବା ଲାଜାରକୁ ମଧ୍ୟ 4 ଦିନର ଲାଜାରକୁ ସେ ଉଠେଇ ଦଉଛନ୍ତି। କୋକେଇରେ ଭଇଁ ଯାଉଥିବା ଶବକୁ ନେବା ସମୟରେ ସେ ହାତ ଧରି ଛିଡା କରି ଦଉଛନ୍ତି। ଅନେକ ପ୍ରକାର ଆଶ୍ଚର୍ଯ୍ୟ କର୍ମ, ମାନେ ବାୟୁ ବତାସ ବହୁଥିବା ସମୟରେ ତାର ପଦେ ଆଜ୍ଞାରେ ବାୟୁ ବତାସ ଧମି ଯାଉଛନ୍ତି। ସେଠି ଶିଷ୍ୟମାନେ କହୁଛନ୍ତି ଇଏ କିଏ? ଇଏ କିଏ ବାୟୁ ବତାସ ଝଡ଼ ତୋଫାନ ଆର କଥା ମାନୁଛନ୍ତି? ମାନେ ଇଏ କିଏ? ଇଏ ହଉଛି ବାପର ତାର बाप का बाप है, ये सबका बाप है, ये धरती का बाप है, आसमान का बाप है। ये जितना वायु बतास पवन झड़ तोफान सबका बाप है, ये ଯାହା କହିବ ତାହା ହିଁ ହେବ। ଆଉ ଗୋଟେ ଜାଗାରେ ଯୀଶୁ ସମୁଦ୍ର ଚାଲି ଆସୁଛନ୍ତି। ତାଙ୍କର ମହାନ ଆଶ୍ଚର୍ଯ୍ୟକର ସବୁଠୁ ତାଙ୍କର ବଡ ବିଷୟ ହେଲା ସେ ନିଷ୍ପାପୀ, ପାପର ଲେଶ ମଧ୍ୟ ତାଙ୍କ ଦେହରେ ନାହିଁ। ତଥାପି ସେ ଆମ ନିମନ୍ତେ, ଯଦି ଜଣେ ନିଷ୍ପାପୀ ଜୀବନ ଦୋଷ କାରଣ କଣ? ତ ପାପୀ କିଏ? ପାପୀ ଏଇ ଗଞ୍ଜେଇ ଟାଣୁ ତୁ ଆଉ ମୁଁ, ସାରା ଜଗତରେ ଆମେ ପାପୀ। ଆମ ନିମନ୍ତେ ଯୀଶୁ ଖ୍ରୀଷ୍ଟ ଦଣ୍ଡିତ ହେଲେ। ଆମ ନିମନ୍ତେ ଆମେ ପାଇବା କଷ୍ଟ, ଆମେ ପାଇବା ଦଣ୍ଡକୁ ସେ ନିଜେ ବହନ କଲେ। ଜଗତରେ ତ ସମସ୍ତେ ଜନ୍ମ ହୋଇଛୁ, ସମସ୍ତେ ଜନ୍ମ ହେବା, ସମସ୍ତେ ମରିଛନ୍ତି, ସମସ୍ତେ ମରିଯିବା। କିନ୍ତୁ ତୁ ଯୋଉ ଭାବୁଛୁ ବୈକୁଣ୍ଠ ପଳେଇବା, ଜନ୍ନତକୁ ପଳେଇବା, ସ୍ୱର୍ଗକୁ ପଳେଇବା, ସେଇ ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ ହେଲେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ